କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ କଥା ହେବା ଆଜିର ଭିଡିଓରେ ମାନବ ସଭ୍ୟତା ଉପରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ କଣ ସବୁ ରହିଛି। ଆଧୁନିକ ଯୁଗ ହେଉଛି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯୁଗ। ପ୍ରଯୁକ୍ତି ବିଦ୍ୟାର ବିକାଶ ମାନବ ସଭ୍ୟତାକୁ ଏକ ନୂତନ ରୂପ ଦେଇଛି ଏବଂ ଆମର ଜୀବନଶୈଳୀରେ କଳ୍ପନାତୀତ ପରିବର୍ତ୍ତନ ଆଣିଛି। ଚକର ଉଦ୍ଭାବନ ଠାରୁ ଆରମ୍ଭ କରି ଆଜିର କୃତ୍ରିମ ବୁଦ୍ଧିମତ୍ତା ଏଆଇ ପର୍ଯ୍ୟନ୍ତ ପ୍ରଯୁକ୍ତି ବିଦ୍ୟା ମାନବ ପ୍ରଗତିର ମୂଳଦୁଆ ହୋଇ ରହିଛି। ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଆମର ଦୈନନ୍ଦିନ କାର୍ଯ୍ୟ ଅତି ସହଜ ଓ ଶୀଘ୍ର ହୋଇପାରୁଛି। ଯୋଗାଯୋଗ କ୍ଷେତ୍ରରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ ସମଗ୍ର ବିଶ୍ୱକୁ ଏକ କ୍ଷୁଦ୍ର ଗ୍ରାମରେ ପରିଣତ କରିଛି। ଶିକ୍ଷା କ୍ଷେତ୍ରରେ ଅନଲାଇନ୍ ଲର୍ଣ୍ଣିଂ ମାଧ୍ୟମରେ ଜ୍ଞାନ ଆହରଣ ସୁବିଧାଜନକ ହୋଇଛି। ସେହିପରି ଚିକିତ୍ସା ବିଜ୍ଞାନରେ ନୂତନ ଯନ୍ତ୍ରପାତି ଏବଂ ଔଷଧର ଉଦ୍ଭାବନ ଜଟିଳ ରୋଗର ନିରାକରଣ କରି ଅନେକ ଜୀବନ ରକ୍ଷା କରିପାରୁଛି। କୃଷି, ଶିଳ୍ପ ଏବଂ ମହାକାଶ ବିଜ୍ଞାନରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦେଶର ଅର୍ଥନୀତିକୁ ସୁଦୃଢ଼ କରିଛି। ଅତ୍ୟଧିକ ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭରଶୀଳତା କିଛି ସମସ୍ୟା ମଧ୍ୟ ସୃଷ୍ଟି କରିଛି। ଶାରୀରିକ ପରିଶ୍ରମ କମିଯିବା ଯୋଗୁଁ ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ଚାପ ବଢ଼ିବା ସହ ପାରିବାରିକ ସମ୍ପର୍କରେ ଦୂରତା ଆସୁଛି। ଏହାଛଡ଼ା ଶିଳ୍ପାୟନ ଯୋଗୁଁ ପରିବେଶ ପ୍ରଦୂଷଣ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ସାଇବର ଅପରାଧ ଏବଂ ଗୋପନୀୟତା ରକ୍ଷା କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ପ୍ରଯୁକ୍ତି ବିଦ୍ୟା ହେଉଛି ଏକ ଦୁଇଧାରିଆ ଖଣ୍ଡା ସଦୃଶ। ଏହାର ସଠିକ୍ ଏବଂ ସୀମିତ ବ୍ୟବହାର ମାନବ ଜାତି ପାଇଁ ଆଶୀର୍ବାଦ ହୋଇଥିବା ବେଳେ ଏହାର ଅପବ୍ୟବହାର ବିନାଶର କାରଣ ହୋଇପାରେ। ତେଣୁ ଆମକୁ ପ୍ରଯୁକ୍ତି ବିଦ୍ୟା ସହିତ ପରିବେଶକୁ ମାନବୀୟ ମୂଲ୍ୟବୋଧ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ। କେବଳ ସେତିକି ବେଳେ ପ୍ରକୃତ ସଭ୍ୟତାର ବିକାଶ ସମ୍ଭବ ହୋଇପାରିବ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଭିଡିଓ କଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।